ମୁଁ ସନ୍ତୋଷ କୁମାର ସାହୁ ଆପଣମାନଙ୍କୁ ଖଣ୍ଡପଡ଼ା ଖବରକୁ ସ୍ୱାଗତ ଜଣାଉଛି। ବର୍ତ୍ତମାନ ମୁଁ ଖଣ୍ଡପଡ଼ା ସହରରେ ଥିବା ମା ଉମାଦେବୀଙ୍କ ମନ୍ଦିର ନିକଟରେ ଅଛି, ଯେଉଁଠାରେ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ମନ୍ଦିରଟି ଅଛି। ବର୍ତ୍ତମାନ ଦେଖନ୍ତୁ ଆପଣମାନେ, ଏଇଠି ହେଉଛି ଆମର ମନ୍ଦିରକୁ ଯିବାର ମୁଖ୍ୟ ଦ୍ୱାର। ଏଠାରେ ଦୁଇଟି ବିରାଟ ବଡ଼ ସିଂହ ମୂର୍ତ୍ତି ଥିଲେ ମଧ୍ୟ ଏହା ବର୍ତ୍ତମାନ ପୋତି ହୋଇଯିବାକୁ ବସିଲାଣି ତଥା କଲର ଛାଡ଼ି ଭାଙ୍ଗି ରୁଜି ଯିବା ଅବସ୍ଥାରେ ରହିଲାଣି। ମୁଖ୍ୟ ଦ୍ୱାରଟି ମଧ୍ୟ ଅନେକ ଜାଗାରେ ବହୁତ ଫାଟ ସୃଷ୍ଟି, କେତେବେଳେ ବି ଭୁଷୁଡ଼ି ଯାଇପାରେ। ଦେଖନ୍ତୁ ଏହି ବାଟରେ ପ୍ରଥମେ ଏଣ୍ଟ୍ରି କଲା ପରେ ଲେଫ୍ଟ ସାଇଡ଼ରେ ଆମର ଏଠାରେ ଯେଉଁମାନେ ଭୋଜିଭାତ କରିବାକୁ ଆସନ୍ତି ତଥା ଏଠାରେ ବର୍ଷ ସାରା ବାହାଘର ଲାଗି ରହେ, ତେଣୁ ସେମାନଙ୍କ ପାଇଁ ପାଣିର ସୁବିଧା କରାଯାଇଛି। କିନ୍ତୁ ଏଇ ଟାଙ୍କି ଦୁଇଟିକୁ ଦେଖିଲେ କେତେ ଯେ ବିଶୁଦ୍ଧ ପାଣି ଏଠାରୁ ଲୋକମାନେ ପାଉଥିବେ ଆପଣ ଅନୁମାନ କରୁଥିବେ। ଦେଖନ୍ତୁ ତାପରେ ଏଇ ଜାଗାରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଅପରିଷ୍କାର ହୋଇ ପଡ଼ିଛି। ଏଠାରେ ଗୋଟେ କୃତ୍ରିମ ଡ୍ରେନ୍ ବର୍ତ୍ତମାନ ସୃଷ୍ଟି ହେଲାଣି। ଦେଖନ୍ତୁ ଏଠି ଯିଏ ଯଦି କେତେବେଳେ ଆସନ୍ତି ରହିବା ପାଇଁ ଚାହିଁଲେ ଏଠାରେ ସୁବିଧା କରାଯାଇଥିଲା, ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ ଲଟିଲୁଟାରେ ପରିପୂର୍ଣ୍ଣ ହୋଇ ରହିଛି। ଏଠାରେ ସରକାରୀ ଅନୁଦାନ ପାଣ୍ଠିରୁ ଏକ ଛାତ ନିର୍ମାଣ କରାଯାଇଥିଲା, ଯାହାକି ବର୍ତ୍ତମାନ ଅଧାରେ ପଡ଼ି ରହିଛି। ଏହା ସମ୍ପୂର୍ଣ୍ଣ କେବେ ହେବ ତାହା ମଧ୍ୟ ଜଣା ନାହିଁ, କାରଣ ବର୍ତ୍ତମାନ ଏଠାରେ ଦେଖୁଥିବେ ଗାଈ ଗୋରୁମାନଙ୍କର ଆସର ଜମୁଛି ଏବଂ ଏଠାରେ ଗୋବରରେ ବର୍ତ୍ତମାନ ପରିବେଶ ଭର୍ତ୍ତି। କେଉଁଠାରେ ମଧ୍ୟ କୁକୁର ଶୋଇଛି ଆପଣମାନେ ନିଜେ ଦେଖନ୍ତୁ। ଲ୍ୟାଣ୍ଡରେ ଟଙ୍କା 2 ଲକ୍ଷ ଆସି ଏଠାରେ ଗୋଟେ ହଲ୍ କରାଯାଇଥିଲା, ଯାହାକି ଏଇ ମନ୍ଦିରକୁ ଯେଉଁମାନେ ଆସୁଛନ୍ତି ବାହାଘର ଫାହାଘର ଆଦିରେ କାମ ଦେବ, କିନ୍ତୁ ତାହା ମଧ୍ୟ ଅଧା ହୋଇ ପଡ଼ିଛି। ତଳ ଫ୍ଲୋରିଂ ହେରା ହେଇନାହିଁ ଆଜି ପର୍ଯ୍ୟନ୍ତ, ଯେହେତୁ ଅନୁଦାନ ରାଶି ପାଇଲା ନାହିଁ। ଏଇଭଳି ପଡ଼ିଛି। ଦେଖନ୍ତୁ ଏଠାରେ ରଜ ପର୍ବ ଯେହେତୁ ଆସୁଛି, ରଜ ପର୍ବ ପାଇଁ ଏଠାରେ ବହୁତ ଗହଳି ଦେଖିବାକୁ ମିଳେ। କୁଆଁରୀ ଝିଅଙ୍କ ଠାରୁ ଆରମ୍ଭ କରି ମହିଳା ବୃଦ୍ଧ ବୃଦ୍ଧା ପୁରୁଷମାନେ ସମସ୍ତେ ଏଠାରେ ହଜାର ହଜାର ସଂଖ୍ୟାରେ ଗହଳି ହୁଏ। 4-5 ଦିନ ପ୍ରୋଗ୍ରାମ୍ ଏଠାରେ ଏଇ ସ୍ଥାନୀୟ ପଡ଼ିଆରେ। ଏଠାରେ ମଧ୍ୟ ଦେଖନ୍ତୁ ମୁକ୍ତା ଯୋଜନାରେ ଗତ ସରକାର ଅମଳରେ ଏଠାରେ ଫେବର ବ୍ଲକ୍ ପକାଯାଇ ଏହାକୁ ସୁନ୍ଦର ଭାବେ ସଜା ଯାଇଥିଲା ଏଠାରେ, ଏବଂ ବସିବା ପାଇଁ ଦେଖନ୍ତୁ ଏଠି ସବୁ ସୁବିଧା କରାଯାଇଥିଲା। ନଳକୂଅଟି ପୋତି ହୋଇଗଲାଣି, ଏଠାରେ ଅଳିଆ ଗଦା ହୋଇ ଏଠାରେ ଆଉ କେହି ବସୁନାହାନ୍ତି। ଦେଖନ୍ତୁ ଆପଣମାନେ ଏଇ ଜାଗାରେ ପାଣି ଜମା ହେବା ଦ୍ୱାରା ଆଉ ଏଠାକୁ କେହି ବସୁନାହାନ୍ତି। ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ NAC ଉପରେ ଥାଇ ମଧ୍ୟ ଆଦୌ ଏହାକୁ ଆଉ ସୌନ୍ଦର୍ଯ୍ୟକରଣ କରାଯାଉନାହିଁ। ଏଠାରେ ରୋଷେଇ କରିବା ପାଇଁ ଏଠି ବ୍ୟବସ୍ଥା କରାଯାଇଛି, ଆଉ କିଛି ଏଠାର କାମ ବାକି ଅଛି, ସେଟା ମଧ୍ୟ ହୋଇପାରୁନାହିଁ। ଆମେ ସଦାବେଳେ ଦେଖୁ ଏଠାରେ ରୋଷେଇ ଜମୁଛି, କିନ୍ତୁ ବାହାରେ ବର୍ତ୍ତମାନ ଲୋକ ରୋଷେଇ କରୁଛନ୍ତି। ଏ ମନ୍ଦିରଟି ପ୍ରତ୍ୟେକ ଦେବୀ ମା ଉମାଦେବୀଙ୍କ ମନ୍ଦିର ହୋଇଥିବାରୁ ସହର ମଧ୍ୟରେ ମଧ୍ୟ ଥିବାରୁ ଏଠାରେ ବାହାଘର କରିବା ପାଇଁ ଲୋକଙ୍କୁ ସୁବିଧା ହୁଏ ଏବଂ ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସନ୍ତି ଏବଂ ଏହି ମନ୍ଦିରର ଯେଉଁ କମିଟି ଅଛି ତାଙ୍କ ଦ୍ୱାରା ପ୍ରତିଦିନ ଏଠାରେ ପୂଜାର୍ଚ୍ଚନା ଚାଲୁ ରହିଛି ଏବଂ ଭଜନ ଜଣାଣ ଆଦି ସନ୍ଧ୍ୟାବେଳେ ଏଠି ପ୍ରତିଦିନ କରାଯାଏ। କିନ୍ତୁ ଦେଖନ୍ତୁ ମନ୍ଦିରଟି ବର୍ତ୍ତମାନ ଟୋଟାଲ ଭାଙ୍ଗିଯିବା ଉପରେ ରହିଲାଣି। ଏଥିପ୍ରତି NACର ଆଦୌ ଦୃଷ୍ଟି ପଡ଼ୁନାହିଁ। ଆପଣମାନେ ଦେଖନ୍ତୁ ମନ୍ଦିର ଶିଉଳି ହୋଇ, ଏହାର ମଧ୍ୟ ଏକ ଖବର ମୁଁ ପ୍ରସାରଣ କରିଥିଲି ଗତ ବର୍ଷେ ପାଖାପାଖି ହେବ, ଯେ ଏଇ ମନ୍ଦିରର ଲେଫ୍ଟ ପାର୍ଶ୍ୱରେ ଦେଖନ୍ତୁ ଆପଣମାନେ ଛାତ ଭୁଷୁଡ଼ି ଗଲାଣି, କିନ୍ତୁ ବର୍ଷେ ପରେ ହେଇଗଲା ପଛକେ ଏହାକୁ ଅଣଦେଖା କରି ଚାଲିଛି NAC। ଏହାକୁ ରିପେୟାର କଲେନି, ବର୍ତ୍ତମାନ ଟୋଟାଲ ଭାଙ୍ଗିଯିବା ଉପରେ ରହିଲାଣି। ଦେଖନ୍ତୁ ଏଠାରେ ମା ଉମାଦେବୀ ଅବସ୍ଥାପିତ। ଏହି ମନ୍ଦିରରେ ଏବେ ମଧ୍ୟ ଆଉଥରେ MLA ଲ୍ୟାଣ୍ଡ 2ଟିରେ ଏହାକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଦେଖନ୍ତୁ ଆପଣଙ୍କର ଚାରିପଟେ ଗ୍ରିଲ୍ ଲାଗିଛି। ଏଠାରେ ଯେତେବେଳେ ବାହାଘର ହୁଏ ଏଇ ଜାଗାରେ ଝିଅ ରହେ, ତାଙ୍କ ଘର ଲୋକ ଏଠାରେ ରହନ୍ତି, ଏଠି ହାତ ଗଣ୍ଠି ପଡ଼େ, ତଳେ ମଣ୍ଡପ ଅଛି, ଏଠି ମଧ୍ୟ ବାହାଘର କରାଯାଏ। ପ୍ରତିଦିନ 3-4ଟା ବାହାଘର ମଧ୍ୟ ଏ ଜାଗାରେ ହେବାର ନଜିର ରହିଛି। କିନ୍ତୁ ଦେଖନ୍ତୁ ଯଦିଓ ମନ୍ଦିର ଭିତରଟି ଟିକିଏ
सौंदर्यकरण करमएलए लाड आसी कि मंदिरटी बर्तमान संपूर्ण भांगी जा बस देखो तार सम्मुख ये देखो छात भांगी रड झुलिला सबू पाखे देखो आप यही पाखे भी देखो सब फाटी या गोटे वर्षा हेले बर्तमान वर्षा दिन जेहेतु आसला ये वर्षा निश्चिंत मंदिरटी नष्ट हो कारण आप देखो ये जगह भी छाड़े सब प्रत्येक जगह संपूर्ण देखा गले ये मंदिर मुख्य द्वारटी भुशुड़िया अवस्था रहा एप्रति एनएसी पक्षर दृष्टि दिना ये देखो आपण मैंने केवल किसी ठिकादार को मालेमाल कराइबा तथा दुर्नीतिग्रस्त अफिसर माने पकेट को किसी पैसा नापाई एठारे बहुत टंका सांक्शन करी मंदिर को उन्नति करिया ना रे देखो आपने मंदिर को पोती आहरी उच्चा कर दिया किंतु जो छातटी आमर भांगी गलानी ताकू रिपेयर करने पे दृष्टि पड़ूना यही जगह देखो ये जगह छोट पार्क टी सेपट साइड्रे हेब एवं एठारे भोजी भात करवा तथा जेहेतु अधिक लोक एठारे निर्भर करते बाहाघर जेहेतु बर्तमान चारिआडे देखुवे टाउन मानक जगह सर्ट है तेणु एटा गोटे चारिपटू संजोग कला भाया मिडिल जगार अच्छे उमादेवी मंदिर तेणु समस्ते एठा को आसती कि देखो यह अधारे छाड़ी दि जाइए एठारे फेवर ब्लॉक पका जाइए किसी देखो छोट पिला मैंने एठा जो आसुँच खेला खेली करने ये सब इन्स्ट्रुमेंट लगी किंतु यार बेस्ट तैयारी करा जाए ना एवं आउ गोटे दृश्य आपण मैंने देखूँ ये मंदिर प्रथम जोटा मुझे देखली प्रवेश द्वार एपटे आउ गोटे नुआ गेट बना जाउछि गेटटी आज पर्यंत से टिके नाउ काम हो से बंद पड़ी कारण पैसा नहीं कि जानी शुणी अवहेला करा जाउछि मंदिरटी जेहेतु ये मंदिरटी सर्वपुरातन मंदिर एवं एठारे बहु लोक डिपेंड करथांती स्थानीय अंचल तथा खंडपड़ा बाहर एठा को आसुँच लोक बाहागर आदि करने तेणु एप्रति एनएसी कर्तृपक्ष एवं स्थानीय विधायक स्वतंत्र दृष्टि दे यार किभली आहरी उन्नतिकरण हो पार से चेष्टा करिया दरकार बर्तमान एनएसी गोटे फंक्शन होता दुष्मत स्वाई से कहते बर्तमान उमादी मंदिर पर मु 50 लाख टंका सांक्शन करने लगी 50 लाख टंका उमादी मंदिर को सांक्शन करा ये मंदिर आहरी किभली उन्नति हो पार किंतु आपण मैंने देखूँ मंदिर उन्नति हवा बदल किभली अवहेलित अवस्था पड़ रही बर्तमान यार छात भांगिया ठार आरंभ कर मंदिर बर्तमान पानी गला कलर तो छाड़गला छाड़ कलर होना पाखे दुईटी पार्श्व मंदिर अच्छी से मंदिर गुड़िक अवहेलित यही सैड्रे देखते आपण मैंने जंगल प्राय सृष्टि हो गला मुख्य रास्ता को लगी मंदिरटी तेणु ये वीडियो माध्यम आम खंडपड़ा निर्वाचन मंडली विधायक इंजीनियर दुष्मत स्वाई को अनुरोध कर मंदिर प्रति आप स्वतंत्र दृष्टि दे आपण कहया मुताबक ये मंदिर की किसी अर्थ मंजूर कर स्वतंत्र दृष्टि दे ये मंदिरटी को आप उन्नतिकरण करूँ कारण खंडपड़ावासी मैंने आपण मानू आशा रखिंट जे आपण मान ठारू निश्चिंत किसी 5 वर्ष कार्य हम ता देखो ये आम सहर को लगी जेहेतु मंदिर रोचे हजार हजार लोक आप डिपेंड करूँ आपंकर कर्तव्य रही ये मंदिरटी भांगी रुजी जा पूर्व किभली यहाँ उन्नतिकरण करें आपण एप्रति दृष्टि देवाई अनुरोध करुँ एवं एनएसी कर्तृपक्ष को अनुरोध कर गत बीजेडी सरकार पर ठारू ये मंदिर जेहेतु आउ किसी उन्नतिकरण हो जाए वर्षे भितर किसी काम होना मंदिर तेणु एप्रति आपण किसी फंड जोगाड़ करी ये मंदिर किभली आहरी उन्नतिकरण हो पार से चेष्टा करिया दरकार देखा जाऊ ये मंदिरटी भांगी रुजी जाउची किंबा यार आहरी उन्नतिकरण हो पारुची ता तो आगामी दिन में जना पड़ो रखुची नमस्कार।